ଜୟ ଜଗନ୍ନାଥ ସାଙ୍ଗମାନେ ୟୁଏସ୍ ଇରାନ ନେଗୋସିଏସନ୍ ଷ୍ଟିଲ୍ ଏ ରୋଡ୍ ଟୁ नो ହୋୟାର। ଏଇଟା ଦ ହିନ୍ଦୁ ଏଡିଟୋରିଆଲର ରିସେଣ୍ଟଲି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଆର୍ଟିକଲ ଥିଲା ଯୋଉଟାକି ମୁଁ ତାର ଡିଟେଲ ଆନାଲିସିସ୍ ଆଜି କରିବି। ତ ୟୁଏସ୍ ଆଉ ଇରାନ ବୋଥ୍ ଫେଲ୍ ଟୁ ଆଚିଭ୍ ଦେୟାର ଅବଜେକ୍ଟିଭ୍ସ। ଦୁଇ ଜଣ ଫେଲ୍ ହେଇଯାଇଛନ୍ତି ତାଙ୍କର ଯାହା ବି ପ୍ରାଇମାରୀ ଅବଜେକ୍ଟିଭ୍ ଥିଲା ସେଇଟା ଆଚିଭ୍ କରିବା ପାଇଁ। ତ ୟୁଏସ୍ ଚାହିଁଥିଲା କ'ଣ ନା ୟୁଏସ୍ ଚାହିଁଥିଲା ଯେ ଇରାନର ନ୍ୟୁକ୍ଲିୟର ପ୍ଲାନ୍କୁ ଫେଲ୍ କରାଇବ ଯେଉଁଟାକି ହେଇପାରିଲା ନାହିଁ। ସେମିତି ହରମୁଜ୍ ଯେଉଁ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଯେଉଁ ଅଛି ସେଇଟାକୁ ଫୁଲି କଣ୍ଟ୍ରୋଲ କରିବ ବୋଲି ୟୁଏସ୍ ଭାବିଥିଲା, ତାହା ମଧ୍ୟ ସମ୍ଭବପର ହୋଇପାରି ନଥିଲା। ନେକ୍ସଟ ଇରାନର ବି ମାନେ ପ୍ଲାନ୍ ଥିଲା ହରମୁଜ୍ ଉପରେ ଫୁଲ୍ କଣ୍ଟ୍ରୋଲ କରିବାଟା, ଯେଉଁଟାକି ପସିବୁଲ୍ ନୁହଁ ବର୍ତ୍ତମାନ ସୁଦ୍ଧା, ବିକଜ ୟୁଏସ୍ ବି ମଧ୍ୟ ମାନେ ସେଇଠି କିଛି କଣ୍ଟ୍ରୋଲ ମଧ୍ୟ ତାର ନିଜର ମଧ୍ୟ କରିସାରିଲାଣି। ଦେନ୍ ଇରାନର ଯେତେବେଳେ ଯେଉଁ ତାଙ୍କର ଯିଏ ସୁପ୍ରିମ୍ ଲିଡର ଖମିନିଙ୍କର ଯେତେବେଳେ ଡେଥ୍ ହେଇଯାଇଛି, ଗଭର୍ଣ୍ଣମେଣ୍ଟ ଦ୍ୱାରା କଣ୍ଟ୍ରୋଲ ମାନେ ଯିଏ ପ୍ରକୃତରେ ସତ୍ତାରେ ରହିବ କଥା ସେମାନେ ନାହାନ୍ତି। ବର୍ତ୍ତମାନ ଇରାନ ରିଭଲ୍ୟୁସନାରୀ ଗାର୍ଡ ସେମାନେ ହିଁ କଣ୍ଟ୍ରୋଲ କରୁଛନ୍ତି ଗଭର୍ଣ୍ଣମେଣ୍ଟକୁ। ତ ଏଇସବୁ ସିଚୁଏସନ୍ ଗୁଡ଼ାକ ବର୍ତ୍ତମାନ ଦୁଇଟା କଣ୍ଟ୍ରି ସାମ୍ନାରେ ଆସିଛି। ତାପରେ ନେକ୍ସଟ କହୁଛି ହ୍ୱାଇ ନେଗୋସିଏସନ୍ ନିଡେଡ୍। କ'ଣ ପାଇଁ ନେଗୋସିଏସନ୍ ଦରକାର ନା ବର୍ତ୍ତମାନ ୟୁଏସ୍ ଯେଉଁ ଏତେ ଟଙ୍କା ୱାର୍ରେ ଖର୍ଚ୍ଚ କରିଛି ତାର ଇକୋନୋମି ବର୍ତ୍ତମାନ ନେଗେଟିଭ୍ ଇମ୍ପାକ୍ଟ ପକାଉଛି। ତ ୟୁଏସ୍ ଇକୋନୋମିରେ ନେଗେଟିଭ୍ ଇମ୍ପାକ୍ଟ ପଡ଼ୁଛି, ଯାହାଫଳରେ ଲୋକ ମଧ୍ୟ ବହୁତ ମାନେ ରିଭଲ୍ୟୁସନାରୀ ହେଇଯାଉଛନ୍ତି ୟୁଏସ୍ରେ ଇଭେନ୍, ଯେ କ'ଣ ପାଇଁ ମାନେ ୱାର୍ ଆମର ତ ଦରକାର ନଥିଲା କିନ୍ତୁ ୱାର୍ଟା କରିକି କାହିଁ ବେକାର ଆମର ମାନେ କଣ୍ଟ୍ରିର ଷ୍ଟକ୍ ମାର୍କେଟକୁ ତଳକୁ ନେଉଛ। ତାପରେ ଇନଫ୍ଲେସନ୍ ଇରାନରେ ଇକୋନୋମି ଏତେ ବି ଇମ୍ପୋର୍ଟାଣ୍ଟ ନହେଲେ ବି 113% ଇନଫ୍ଲେସନ୍ ହେଉଛି ଗୋଟେ ବହୁତ ହି ଅଧିକ ଇନଫ୍ଲେସନ୍ ଯେଉଁଟାକି ଇରାନରେ ବର୍ତ୍ତମାନ ଅଛି। ଦେନ୍ ନେକ୍ସଟ ଦେଖିବା ଟେମ୍ପରାରୀ ସଲ୍ୟୁସନ୍ କ'ଣ। ଟେମ୍ପରାରୀ ସଲ୍ୟୁସନ୍ ହେଉଛି ସିଜ୍ ଫାୟାର ମାନେ ଯୁଦ୍ଧରୁ ବିରାମ ନେବା, ମାନେ ଯୁଦ୍ଧ ଟିକେ ବନ୍ଦ କରିଦେବା। କିନ୍ତୁ ପରମାନେଣ୍ଟ ସଲ୍ୟୁସନ୍ ବର୍ତ୍ତମାନ ସୁଦ୍ଧା ଦେଖିଲେ ପସିବୁଲ୍ ଲାଗୁନି। କ'ଣ ପାଇଁ ପସିବୁଲ୍ ଲାଗୁନି ତା ଆନ୍ସର ହେଉଛି ମିସଟ୍ରଷ୍ଟ ବିଟୱିନ୍ ୟୁଏସ୍ ଇରାନ। ଯଦି ବି ଯୁଦ୍ଧ ବନ୍ଦ ହେଇଗଲା, ଯଦି ବି କିଛି ଗୋଟେ ଆଗ୍ରିମେଣ୍ଟ ହେବାକୁ ଚାହିଁଲା, ତ କେହି କାହା ଉପରେ ଭରସା ରଖିବେନି ଯେ ହଁ ଇଏ ବନ୍ଦ କରିପାରେ। ମାନେ ଇରାନର ମାଇଣ୍ଡରେ ଏଇଟା ରହିବ ଯେ ୟୁଏସ୍ଏ ମୋତେ ପରେ ଧୋକା ଦେବ, ୟୁଏସ୍ ମାଇଣ୍ଡରେ ଏଇଟା ରହିବ ଯେ ଇରାନ ମୋତେ ଫ୍ୟୁଚରରେ ପୁଣି ଧୋକା ଦେବ। ନେକ୍ସଟ ଏନି ଆଗ୍ରିମେଣ୍ଟ ଲିଡ୍ସ ଟୁ ଡୋମେଷ୍ଟିକ୍ ଅପୋଜିସନ୍। ଲେଟ୍ ସପୋଜ ଗୋଟେ ଆଗ୍ରିମେଣ୍ଟ ହେଇଗଲା ଇନ୍ ଫେଭର ଅଫ୍ ଇରାନ, ମାନେ ଇରାନ ମାନେ ଫେଭର ମାନେ ଇରାନକୁ ୟୁଏସ୍ଏ କହିଲା ଯେ ତୁ ନ୍ୟୁକ୍ଲିୟର ୱେପନ୍ କର ବଟ୍ ମାନେ ରେଷ୍ଟ୍ରିକ୍ସନରେ କର, ବେଶୀ ଏମିତି ବନାନି। ତ ସେଇଟା କ'ଣ ହେବ ନା ୟୁଏସ୍ର ଯେଉଁ ଡୋମେଷ୍ଟିକ୍ ଯେଉଁ ଲୋକମାନେ ଥିବେ ମାନେ ଘରେ ମାନେ ତାର ଘରେ ସିଏ ଆଉ ଶାନ୍ତି ରହିପାରିବନି, ବିକଜ ସେଇଟା ବହୁତ ପ୍ରୋଟେଷ୍ଟ ହେଇଯିବ। ଇଭେନ୍ ୟୁଏସ୍ର ଲୋକମାନେ ଯାଇକି ହ୍ୱାଇଟ୍ ହାଉସ୍ ଆଗରେ ଯାଇକି ଠିଆ ହେଇକି ପ୍ରୋଟେଷ୍ଟ କରିବେ। ଆଉ ଯଦି ଇରାନ ଲେଟ୍ ସପୋଜ କହିଦେଲା ଯେ ହଁ ଆମେ ଆବ୍ରାହମ ଆକର୍ଡରେ ମାନେ ସାଇନ୍ କରିଦେବୁ କି ମାନେ ଇଜ୍ରାଏଲକୁ ଗୋଟେ ଦେଶ ମାନିଦେବୁ, ତ ଇରାନରେ ପୁରା ଆଉ ରହିବନି ଅବସ୍ଥା। ଟୋଟାଲ ତାଙ୍କ ଦେଶର ସବୁ ଲୋକ ପ୍ରୋଟେଷ୍ଟ ପାଇଁ ଓହ୍ଲେଇ ଆସିବା ରାସ୍ତାକୁ, ତ ଡୋମେଷ୍ଟିକ୍ ଭାয়োଲେନ୍ସ ହେବ। ତାପରେ ଥାର୍ଡ ହେଉଛି ଆକ୍ଚୁଆଲି ଇଟ୍ସ ନଟ୍ ୟୁଏସ୍ ଭର୍ସେସ୍ ଇରାନ। ତ ଏଇଟା ୟୁଏସ୍ ଭର୍ସେସ୍ ଇରାନ ନୁହଁ, ମାନେ କିଏ ତାହେଲେ ଅଛି ଯିଏକି ମାନେ ଆଜି ହିଁ ଚାହିଁଲେ ଯୁଦ୍ଧକୁ ବନ୍ଦ କରିଦେଇ ପାରିବ। ଆନ୍ସର ହେଉଛି ଇଟ୍ସ ଆକ୍ଚୁଆଲି ବିଟୱିନ୍ ଇରାନ ଆଣ୍ଡ ଇଜ୍ରାଏଲ। ଇଜ୍ରାଏଲ ହିଁ ଚାହିଁଲେ ସବୁକିଛି ହେଇପାରିବ। ଯେପର୍ଯ୍ୟନ୍ତ ଇଜ୍ରାଏଲ ଚାହିଁନି ଯେ ୱାର୍ ବନ୍ଦ ହଉ ବୋଲି, ସେ ପର୍ଯ୍ୟନ୍ତ ୱାର୍ ବନ୍ଦ ହେବ ନାହିଁ। ତ ଏଇଟା ଥିଲା ଆଜିର ଡିଟେଲ ଗୋଟେ ଆନାଲିସିସ୍। ଯଦି ଭିଡ଼ିଓଟା ଭଲ ଲାଗିଲା ଦେନ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ। ଜୟ ହିନ୍ଦ, ଜୟ ଭାରତ।